ତ ଆଜି ମୁଁ ଫ୍ରିଜ ଖୋଲିକି ଦେଖୁଥିଲି କଣ ସବୁ ପରିବା ଅଛି, ତ ସେମିତି କିଛି ପରିବା ନଥିଲା। ତ ଭାବିଲି ଯାଉ ଛାତ ଉପରୁ ଲୁଗା ଗୁଡାକ ଶୁଖେଇ ଦେଇକି ଆସେ, ତାପରେ କଣ କରିବା ଚିନ୍ତା କରିବା। ତ ସେତିକି ବେଳକୁ ମଉସା ଆମର ଡାକ ଛାଡିଲେ ପରିବା ନବ ପରିବା। ତ ସାଙ୍ଗେ ସାଙ୍ଗେ ନାନୀ ଆମର ଯାଇ ପହଞ୍ଚି ଗଲେ, ଆଉ ସଜନା ଛୁଇଁ ଆଉ କଖାରୁ ଡଙ୍କ ଆଣିଥିଲେ। ତ କଖାରୁ ଡଙ୍କ ମତେ ବହୁତ ଭଲ ଲାଗେ, ଆଉ ଆମ ଘରେ ବି ସମସ୍ତଙ୍କୁ ଭଲ ଲାଗେ। ତ ମଉସା କଖାରୁ ଡଙ୍କ ଆଣିକି ଦେଲେ। ତ ଆଜି ବଢିଆ ସେ ରାଇତା ହବ। ତ ସାଙ୍ଗେ ସାଙ୍ଗେ କହିଥିଲି ବୋଉ ଆଉ ଯାଅ ଏଗୁଡା ସବୁ ବାଛି ଦିଅ। ତ ବୋଉ ଫଟାଫଟ ବାଛି ଦେଇଥିଲେ। ତାପରେ ମୁଁ କାଟି ଦେଇଥିଲି ସବୁ ପରିବା, ବାଇଗଣ, ଆଳୁ, ସାରୁ, କଖାରୁ। ତ ତାପରେ ମୁଁ ଯାଇଥିଲି ରୋଷେଇ ଘରକୁ ରୋଷେଇ କରିବା ପାଇଁ। ଯେତେବେଳେ ରୋଷେଇ ଘରକୁ ରୋଷେଇ କରିବାକୁ ପହଞ୍ଚି ଯାଇଛି, ତ ଏତେ ଗରମ ବାପରେ ବାପ, ମୋ ମୁଣ୍ଡ ପୁରା ଟିଣ ହେଇଗଲା। ତ ମୁଁ କୁଲର ଲଗେଇକି ରୋଷେଇ କଲି। ତ ଆପଣ ମାନେ ତ ଦେଖୁଥିବେ କେତେ ଜୋରେ ଗରମ ହଉଛି, ପୁରା 40 ଡିଗ୍ରୀ ଉପରେ। ତ କଣ କରିବା, ଆମ ସ୍ତ୍ରୀ ଲୋକମାନଙ୍କୁ ତ ରୋଷେଇ କରିବାକୁ ହିଁ ପଡିବ। ତ ମୁଁ ଫଟାଫଟ ତରକାରୀ କରିଦେଇଥିଲି କଖାରୁ ଡଙ୍କ ରାଇ। ତାପରେ ଟିକେ ଭାବୁଥିଲୁ ଖାଇ ଦେଇକି ଶୋଇପଡିବୁ ବୋଲି, ଦେଖିଲା ବେଳକୁ କୋଉଠି ଥିଲା ଏ ବର୍ଷା, ଲାଇନ ଫଟ କିନା ଗଲା, ଶୋଇବି କଣ।